ନାଇଁ 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 କଥା ଶୁଣୁ ପ୍ରଥମେ ତ ସେ ମହାବିଦ୍ୟାଳୟଟା ରେଭେନ୍ସା ନାଁ ନଥିଲା ତାକୁ କନିକା ରାଜା ଏବଂ ମୟୂରଭଞ୍ଜ ରାଜା କରିଥିଲେ ସେତେବେଳେ ରାଜତନ୍ତ୍ର ବ୍ୟବସ୍ଥାରେ ଏକ ମହାରାଜା ତାଙ୍କୁ ଗୋଟେ ତାଙ୍କ ନାଁରେ ହଉ ବୋଲି କହିଦେଲେ ସେ ଶାସନ ନେଇଥିଲେ ତାଙ୍କ ନାଁ ହେଇଗଲା ପୁଣି ପରିବର୍ତ୍ତନ ହେବ ନା ନାହିଁ ମୋଗଲ ସରାଇଠୁ ଆରମ୍ଭ କରି କେତେ ଇଏ ନାଁ ପରିବର୍ତ୍ତନ ହେଲାଣି ଆମେ ସେଇ ଗୋଲାମ ମାନସିକତା ଆମେ ଆଜି ବି ସେ ଯାହା ଶିଖେଇଛନ୍ତି ଆମେ ଦରଖାସ୍ତ ଲେଖିଲା ବେଳେ ଆପଣଙ୍କର ବିଶ୍ୱସ୍ତ ଭୃତ୍ୟ ୟୋର୍ସ ଫେଥଫୁଲ ସର୍ଭାଣ୍ଟ ଆମେ ଏବେ ବି ଲେଖି ଚାଲିଛେ ଆମେ କ'ଣ ସ୍ୱାଧୀନ ନୁହଁ ଆମେ କାହିଁ ଭୃତ୍ୟ ହେବା ସେ ଇଏ ପରିବର୍ତ୍ତନ ହେବ ନା ନାହିଁ ପୁଣି ବ୍ରିଟିଶ ଆଇନ 1860ର ସମସ୍ତ ଆରକ୍ଷୀ ଆଇନ ଇଣ୍ଡିଆନ୍ ପେନାଲ କୋଡ୍ ଯାହା କୁହାଯାଏ ଏସବୁ ଗୁଡ଼ାକ ପରିବର୍ତ୍ତନ ହେଲା ନା ନାହିଁ ଗୋଟେ ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତନୀୟ ନିୟମ ତେଣୁ ଯଦି ଗୋଟେ ଆସିଛି ଆହ୍ୱାନ ଆସିଛି ଏବଂ ନିଶ୍ଚିତ ଭାବରେ ମୋର ଆମେ ତାକୁ ସ୍ୱାଗତ କରି କହିବା ଯେ ଭାରତ ରତ୍ନ ମଧୁବାବୁଙ୍କୁ ଦିଆଯାଇକରି ତାଙ୍କ ନାଁରେ ଯିଏ ହେଉଛନ୍ତି ଓଡ଼ିଆ ଜାତିର ପ୍ରତିଷ୍ଠାତା ଓଡ଼ିଆ ସ୍ୱାଭିମାନର ପ୍ରତୀକ ଓଡ଼ିଆ ଅସ୍ମିତାର ପ୍ରତୀକ କାରଣ ଓଡ଼ିଆ ଅସ୍ମିତା ବହୁ ଶକ୍ତିଶାଳୀ ହେଇଛି ବର୍ତ୍ତମାନ ଯେଉଁ ଅସ୍ମିତା ଗୋଟେ ସରକାରକୁ 24 ବର୍ଷର ଗୋଟେ ସରକାରକୁ ଭୋଟଜୀବୀ ସରକାରକୁ କି ଏବଂ କେନ୍ଦ୍ରରେ ତୃତୀୟ ଥର ପାଇଁ ମଧ୍ୟ ମୋଦିକୁ ଦେଲା କାରଣ ଓଡ଼ିଶା ଯଦି 20ଟି ସାଂସଦ ନ ପଡ଼ିଥାନ୍ତା ଆଜି କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନଥାନ୍ତେ ଏଠି ଶାସନ ପରିବର୍ତ୍ତନ ଓଡ଼ିଆ ଅସ୍ମିତା କେତେ ଶକ୍ତିଶାଳୀ ଗୋଟେ ଓଡ଼ିଆ ଅସ୍ମିତା ବୋଧ କଥା ଯଦି ଗୋଟେ ଆଲୋଚନାକୁ ଆସିଛି ଆମେ ସ୍ୱାଗତ କରିବା ତାକୁ ଏଇ ହେଉଛି ଓଡ଼ିଆତ୍ୱ ରହିବା ଦରକାର ଭାରତ ଆମେ କାହିଁ କହୁଛୁ ତାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଯାଉ ତାର ଐତିହ୍ୟ ରହିବ ଆମେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହଉ ମଧୁସୂଦନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହଉ ନହେଲେ ଭାରତ ଗୌରବ ମଧୁସୂଦନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହଉ ତାହେଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହଉ